নমস্কার আষ্ট্রজীবী ওড়িয়া এবং ভাগ্যবাণী ওড়িয়া ଚ୍ୟାନେଲର ଦୈନିକ ରାଶିଫଳକୁ ଆପଣଙ୍କୁ ସ୍ୱାଗତ। ଆଜି 16 ଜୁଲାଇ 2026 ଆପଣଙ୍କ ଗୁରୁବାର ଆଷାଢ ମାସ ମିଥୁନ 132 ଦିନ। ଆଜି ସୂର୍ଯ୍ୟୋଦୟ ଆପଣଙ୍କ 5:20 ହେବ, ସୂର୍ଯ୍ୟାସ୍ତ ଆପଣଙ୍କ 6:25 ହେବ। ଆଜିର ପଞ୍ଚାଙ୍ଗ ଯଦି ଦେଖିବା, ଆଜି ପଞ୍ଚାଙ୍ଗ ଆପଣଙ୍କର ଦ୍ୱିତୀୟା ତିଥି ରହିବ ଆପଣଙ୍କ 8:56 ପର୍ଯ୍ୟନ୍ତ। ଆଜି ଆପଣଙ୍କ ଅଶ୍ଳେଷା ନକ୍ଷତ୍ର ଆପଣଙ୍କ ରାତ୍ର 8:28 ପର୍ଯ୍ୟନ୍ତ ରହିବ। ଆଜି କର୍କଟ ଚନ୍ଦ୍ର ଆପଣଙ୍କ ରହିବେ ଏବଂ ଆଜି ବ୍ରଜ ଯୋଗ ଆପଣଙ୍କ ରହିବ ଏବଂ ବିଶେଷ କରିକି ଆପଣଙ୍କ କୈଳବକରଣ ରହିବ ଏବଂ ପରେ ଆପଣ ତୈତିଲ୍ୟକରଣ ଦେଖାଦେବ। ବିଶେଷ କରି ଦେଖନ୍ତୁ, ଆଜି ଆମେ ଯଦି ଦେଖିବା ତ ଆଜି ଆପଣଙ୍କ ପବିତ୍ର ଘୋଷଯାତ୍ରା। ବିଶେଷ କରିକି ଆଜି ଘୋଷଯାତ୍ରା ପାଇଁ ସମସ୍ତେ ପ୍ରାୟତଃ ବ୍ୟସ୍ତ ଥିବେ। ଜଗନ୍ନାଥଙ୍କର ରଥ ଏବଂ ଜଗନ୍ନାଥଙ୍କ ସହିତ ସମସ୍ତେ ଆଜି ମିଳିତ ହେଇକି ରହିଥିବେ ଏବଂ ସକାଳୁ ହିଁ ଆପଣ ପ୍ରାୟତଃ ଜଗନ୍ନାଥଙ୍କର ଭଜନ ବା ଜଗନ୍ନାଥଙ୍କୁ ଦେଖିବା ବା ତାଙ୍କ ନାମ ସ୍ମରଣ କରିବା ଆପଣ କରୁଥିବେ। ତେଣୁ ଆଜିର ଯଦି ଆମେ ରାଶିଫଳ ଦେଖିବା ତ ବିଶେଷ କରିକି ଆଜି ସଂକ୍ରାନ୍ତି ଏବଂ ଯୋଉ ସଞ୍ଚାର ବିଶେଷ ରହିବ। ବିଶେଷ କରିକି ଆଜି ଆପଣଙ୍କର କର୍କଟ ସଂକ୍ରାନ୍ତି ଯୋଗ ଦେଖାଦେବ ଏବଂ ବିଶେଷ କରିକି ଆଜି ଦକ୍ଷିଣାୟନ ମହାସଞ୍ଚାର ହବ। ରାତ୍ର ଆପଣଙ୍କ 11:44 ସୂର୍ଯ୍ୟଦେବ ସ୍ୱଗୃହୀ କର୍କଟ ରାଶିକୁ ଆପଣଙ୍କର ସଞ୍ଚାର କରିବେ। ବିଶେଷ କରିକି ଏଠି ଆପଣଙ୍କର ଏଇ ଯୋଉ ପବିତ୍ର ଦିନକୁ ଆମେ କର୍କଟ ସଂକ୍ରାନ୍ତି କହିଥାନ୍ତି ଏବଂ ବିଶେଷ କରିକି ଆଜି ସୂର୍ଯ୍ୟଙ୍କର ଦକ୍ଷିଣାୟନ ଯାତ୍ରା ଆରମ୍ଭ ହେବ। ଆଜି ଆପଣଙ୍କ 7:51 ବା 7:51-8 ଭିତରେ ଚନ୍ଦ୍ରଦେବ ଆପଣଙ୍କ କର୍କଟ ରାଶିରୁ ସିଂହ ରାଶିକୁ ଗମନ କରିବେ ଏବଂ ବିଶେଷ କରିକି ଆଜି ଆମେ ଦେଖିବା କି ଆପଣଙ୍କ ଶୁଭ ଯୋଗ ଏବଂ ଶୁଭ ବେଳା କଣ ଅଛି। ଶୁଭ କର୍ମ ପାଇଁ କି ଆଜି ଆପଣ ସୂର୍ଯ୍ୟୋଦୟରୁ 9:01 ମଧ୍ୟରେ ଆପଣଙ୍କ 9ଟି ନକ୍ଷତ୍ର ଯୋଉ ରହୁଛି ତ ସେଥିରେ ଆପଣଙ୍କ ବାଣିଜ୍ୟ ଯୋଗ ବି ଅଛି, ତ ଆପଣ କରିପାରିବେ। ଶୁଭ ବେଳା ଯଦି ଦେଖିବା, ଅମୃତ ବେଳା ଆପଣଙ୍କ ଦିନ 2:56 5:20 ମଧ୍ୟରେ ରହିବ ସନ୍ଧ୍ୟା ଏବଂ ରାତ୍ର 7:13 ଘଟିକାରୁ ଆପଣଙ୍କ 9:37 ମଧ୍ୟ ରହିବ ଏବଂ 12:49 ଆପଣଙ୍କ 3:13 ପର୍ଯ୍ୟନ୍ତ ରାତ୍ର ରହିବ ଏବଂ ଯଦି ଆମେ ଦେଖିବା ମାହେନ୍ଦ୍ର ବେଳା ତ ପ୍ରାତଃରୁ ଆପଣଙ୍କ 6:08 ମଧ୍ୟ ଆପଣଙ୍କ ବିଶେଷ କରିକି ମାହେନ୍ଦ୍ର ବେଳା ଆପଣଙ୍କ ରହିବ। ତାପରେ 9:20 ଆପଣଙ୍କ 10:56 ମଧ୍ୟରେ ମଧ୍ୟ ମାହେନ୍ଦ୍ର ବେଳା ରହିବ। ଇଏ ଥିଲା ଆପଣଙ୍କର ପଞ୍ଚାଙ୍ଗ। ବିଶେଷ କରିକି ଆଜି କର୍କଟ ସଂକ୍ରାନ୍ତି ମହାପ୍ରତିକାର ଆପଣ ଦେଖିବେ କି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା। ସଂକ୍ରାନ୍ତି ଉପଲକ୍ଷେ ଆପଣ ସକାଳୁ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇପାରିବେ ଏବଂ ଗରିବଙ୍କୁ ଅନ୍ନଦାନ ସବୁବେଳେ ସଂକ୍ରାନ୍ତି ଏବଂ ବିଶେଷ କରିକି ଅମାବାସ୍ୟା ଏବଂ ପୂର୍ଣ୍ଣିମାରେ ଅନ୍ନଦାନ କରନ୍ତୁ। ଅନ୍ନଦାନ ଦ୍ୱାରା ଆପଣଙ୍କ ପ୍ରାୟତଃ ଅନେକ ଜୀବନରେ ପରିବର୍ତ୍ତନ ଆସିବ, ପଜିଟିଭ ପରିବର୍ତ୍ତନ ଆସିବ। ଆଜି ଆଦିତ୍ୟ ହୃଦୟମ୍ ସହିତ ମଧ୍ୟ ଆପଣ ପାଠ କରିପାରିବେ। ତ ବିଶେଷ କରି ଦେଖିବା ଆଜି ରାଶିଫଳ ଏବଂ ଆଜି ଗ୍ରହ ଗୋଚର ଦେଖିନେବା। ଗ୍ରହ ଗୋଚରରେ ଆମେ ଦେଖିଲେ ଯେମିତି ସୂର୍ଯ୍ୟଦେବ ଆଜି ଆପଣଙ୍କର କର୍କଟ ସଂକ୍ରାନ୍ତି ହିସାବରେ ଆପଣଙ୍କ ଦକ୍ଷିଣାୟନ ଗତି ହେବ ଏବଂ ଚନ୍ଦ୍ରଙ୍କୁ ମଧ୍ୟ କର୍କଟ ରାଶିରୁ ସିଂହ ରାଶିକୁ ସନ୍ଧ୍ୟା 8ଟା ପ୍ରାୟରେ ଆପଣଙ୍କର ଗମନ କରିବେ। ମେଷ ରାଶି ଦେଖନ୍ତୁ, ଆପଣଙ୍କ ଚତୁର୍ଥ ଭାବେ ଚନ୍ଦ୍ର ଆପଣଙ୍କ 8ଟା ବା ଦିନ ସାରା ଆପଣଙ୍କ ରହିବେ 8ଟା ପର୍ଯ୍ୟନ୍ତ। ସନ୍ଧ୍ୟା ପରେ ଆପଣଙ୍କ ପଞ୍ଚମ ଭାବକୁ ଗତି କରିବେ। ତ ଚତୁର୍ଥ ଭାବରେ ଆପଣଙ୍କ ଚନ୍ଦ୍ରଦେବ ଥିବାରୁ ଆପଣଙ୍କର ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଘରେ ଆପଣ କୌଣସି କର୍ମ ଆପଣଙ୍କ ବା କର୍ମ ବ୍ୟସ୍ତତା ଆପଣଙ୍କ ରହିପାରେ। ଏହି ସମୟରେ ଆଜି ଆପଣ ଗୃହ କିମ୍ବା ଯାନବାହନ କ୍ରୟ ପାଇଁ ଯୋଜନା କରିବା ବା ସେ ବିଷୟରେ ଆପଣ କୌଣସି ଉପଯୁକ୍ତ ସମୟ ଆପଣଙ୍କ ଆଜି ଆସିବା ଦେଖାଦେବ। ମନ ଆପଣଙ୍କ ଆଜି ଶାନ୍ତ ରହିବ। ଯେହେତୁ ସନ୍ଧ୍ୟା ପରେ ପଞ୍ଚମ ଚନ୍ଦ୍ର ହବ ତ ବିଶେଷ କରି ସନ୍ତାନ ମାନଙ୍କ ସଫଳତା, ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ମିଳିବ ଏବଂ କଳା ସାହିତ୍ୟ କ୍ଷେତ୍ରରେ ମଧ୍ୟ ଆଜି ପ୍ରାୟତଃ ଆପଣଙ୍କୁ ଭଲ ସମୟ କଟିବ। ବିଶେଷ କରିକି ଭଜନ କୀର୍ତ୍ତନ କିମ୍ବା ଆପଣ କୌଣସି ମ୍ୟୁଜିକ କୌଣସି ମୁଭି ଏସବୁ ଦେଖିବା ପାଇଁ ସନ୍ଧ୍ୟା ପରେ ମଧ୍ୟ ଆଜି ଆପଣ ପ୍ଲାନିଂ କରିପାରନ୍ତି। ବୃଷ ରାଶି ତୃତୀୟ ଭାବେ ଚନ୍ଦ୍ର ଆପଣଙ୍କ ରହିବେ। ଆଜି ଆପଣ ସାହସୀ କର୍ମଠ ହେବେ। ଭାଇ ଭଉଣୀ ମାନଙ୍କ ସମ୍ପର୍କ ଭଲ ରହିବ। ପଡୋଶୀ ମାନଙ୍କ ସହିତ ସମ୍ପର୍କ ଭଲ ରହିବ। ସୋସିଆଲ ମିଡିଆ କ୍ଷେତ୍ରରେ କିମ୍ବା ମିଡିଆ ଟୁରିଜିମ ଏସବୁ କ୍ଷେତ୍ରରେ ମଧ୍ୟ ଆଜି ଆପଣ କିଛି ନୂତନ କରିବା ପାଇଁ ଚେଷ୍ଟା କରିବେ। କୌଣସି କ୍ଷୁଦ୍ର ଯାତ୍ରା ଆପଣଙ୍କ ହେଇପାରେ। କୌଣସି ପାଖ ଅଞ୍ଚଳକୁ ଯାତ୍ରା କରିବା ବା କୌଣସି ରିଲିଜିୟସ୍ ପ୍ଲେସେସ୍ କୁ ମଧ୍ୟ ଆପଣଙ୍କର ଆଜି ଯାତ୍ରା କରିବା ଆପଣଙ୍କ ପାଇଁ କି ପ୍ରାୟତଃ ଲାଭବାନ ହବ। ବ୍ୟବସାୟରେ ଆପଣଙ୍କ ନୂତନ ବ୍ୟବସାୟ ଆରମ୍ଭ ହବା, ବ୍ୟବସାୟରେ ଆପଣଙ୍କୁ ଭଲ ଫଳ ମିଳିବା ଏସବୁ ମଧ୍ୟ ଦେଖାଦେବ। ସନ୍ଧ୍ୟା ପରେ ଚତୁର୍ଥ ଚନ୍ଦ୍ର ହେବା ପରେ ପରିବାର ମଧ୍ୟରେ ଆପଣଙ୍କ ସମୟ ବିତେଇବାକୁ ଇଚ୍ଛା ହବ। ପରିବାରର କିଛି କାମରେ ଆପଣ ବ୍ୟସ୍ତ ରହିବେ। ଘରର ବାତାବରଣ ପ୍ରାୟତଃ ଆପଣଙ୍କର ଭଲ ରହିବ। ମାଙ୍କ ସହିତ ଆଜି ଆପଣ ଯୋଡି ହେଇପାରନ୍ତି। ମାଙ୍କ ସହିତ କିଛି ସମୟ ଅତିବାହିତ କରିବା, ମାଙ୍କର ଭଲ ମନ୍ଦ ବୁଝିବା ଏସବୁ ଜିନିଷ ଆଜି ଆପଣଙ୍କ ହେବାର ସମ୍ଭାବନା ଅଛି। ମାନସିକ ସ୍ତରରେ ମଧ୍ୟ ଆଜି ଆପଣ ସୁରକ୍ଷିତ ଅନୁଭବ କରିବେ। ସନ୍ଧ୍ୟା ପରେ ଆପଣଙ୍କ ପାଇଁ କି ବହୁତ ଭଲ ସମୟ ଅଛି ଏବଂ ସନ୍ଧ୍ୟା ପୂର୍ବରୁ ମଧ୍ୟ ଆଜି ଆପଣଙ୍କ ଦିନଟି ବହୁତ ଭଲ ଭାବରେ କଟିବା ଭଳିଆ କିଛି ସମସ୍ୟା ନଥିଲା ଭଳିଆ ଦେଖାଯାଉଛି। ମିଥୁନ ରାଶି ଦେଖନ୍ତୁ, ତୃତୀୟ ଭାବେ ଆପଣଙ୍କ ଚନ୍ଦ୍ର ଦ୍ୱିତୀୟ ଭାବେ ଚନ୍ଦ୍ର ରହିବେ ଏବଂ ଗୁରୁଙ୍କ ବି ଆପଣଙ୍କର କୃପା ଦ୍ୱିତୀୟ ଭାବରେ ଆସୁଛି। ଧନ ସଞ୍ଚୟ ହେବା, ବାଣୀରେ ମଧୁରତା ଆସିବା। ଆଜି ଆପଣ କିଛି
ଭଜନ କରିବା କୀର୍ତ୍ତନ କରିବା ଏସବୁ ଜିନିଷ ମଧ୍ୟ ଆଜି ଆପଣଙ୍କ ରହିବ। ଯୋଉ କାମ ଆପଣଙ୍କ ଅଟକି ଥିଲା ସେ କାମ ଆଜି ଆପଣଙ୍କ ହେବା ସମ୍ଭାବନା ଅଛି ଏବଂ ପ୍ରାୟତଃ କୌଣସି ସ୍ଥାନରୁ ଅର୍ଥ ଆପଣଙ୍କୁ ଆଜି ମିଳିପାରେ। ପରିବାର ସହିତ ମଧ୍ୟ ଆଜି ଆପଣ ଆଲୋଚନା କରିପାରନ୍ତି। ପରିବାର ସହିତ ଆଜି ଆପଣ କିଛି ଧାର୍ମିକ ଆଲୋଚନା କରିବା, ପରିବାର ସହିତ ଧାର୍ମିକ ସ୍ଥାନକୁ ବୁଲିଯିବା, ବିଶେଷ କରିକି ଏସବୁ ଆପଣ ଦେଖାଦେବ। ସନ୍ଧ୍ୟା ପରେ ଯେହେତୁ ତୃତୀୟ ଚନ୍ଦ୍ର ହେବେ ତ ବିଶେଷ କରିକି ଆପଣ କୌଣସି ଟ୍ରାଭେଲ କରିପାରନ୍ତି, କୌଣସି ଜାଗାକୁ ବୁଲିଯିବା ପାଇଁ ଆପଣଙ୍କୁ ପ୍ରାୟତଃ ସନ୍ଧ୍ୟା ସମୟରେ ଆପଣଙ୍କୁ ପ୍ରାୟତଃ ଏମିତି ସମୟ ଆପଣଙ୍କୁ ଆସିବ ଏବଂ କୌଣସି ପ୍ରକାର ଯଦି ଆପଣ କୌଣସି ଜଟିଳ ନିଷ୍ପତ୍ତି ଥିଲା ଏସବୁ ମଧ୍ୟ ଆପଣଙ୍କୁ ଠିକ ଭାବରେ ହେଇଯିବା ବା ତାର ଉପାୟ ଅଟୋମେଟିକାଲି ଆପଣଙ୍କୁ ଆସିଯିବା ଏସବୁ ଜିନିଷ ହବ। ଏବଂ ବିଶେଷ କରିକି ଯୋଉମାନେ ଆପଣଙ୍କ ପ୍ରତିବେଶୀ କିମ୍ବା ସହକର୍ମୀ ଅଛନ୍ତି, ଯୋଉମାନେ କଲିଗ୍ସ ଅଛନ୍ତି ତାଙ୍କ ଠାରୁ ମଧ୍ୟ ଆଜି ଆପଣଙ୍କୁ ସହଯୋଗ ମିଳିବ। ପଡୋଶୀଙ୍କ ସହିତ ପ୍ରାୟତଃ ଆଜି ଆପଣ କୌଣସି ଜାଗାକୁ ବୁଲିଯିବା, ପଡୋଶୀଙ୍କ ସହିତ ପ୍ରାୟତଃ ସମୟ ଅତିବାହିତ କରିବା, ଭାଇ ଭଉଣୀଙ୍କ ସହିତ ମଧ୍ୟ ସମୟ ଅତିବାହିତ କରିବା ପ୍ରାୟତଃ ଆଜି ଆପଣଙ୍କ ଦିନରେ ଦେଖାଦେବ। କର୍କଟ ରାଶି ଦେଖନ୍ତୁ, ଆଜି ଆପଣଙ୍କର ରାଶିରେ ଚନ୍ଦ୍ର ରହିବେ, ଲଗ୍ନ ଭାବରେ ଚନ୍ଦ୍ର ଏବଂ ବୃହସ୍ପତି ଆପଣଙ୍କ ଅଛନ୍ତି। ବିଶେଷ କରିକି ଆଜି ଆପଣଙ୍କ ଦିନଟି ବହୁତ ଭଲ ଭାବରେ କଟିବ। ଆଜି ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହବ, ଆପଣଙ୍କ ମାନସିକ ସ୍ଥିରତା ହେବା, ଉତ୍ସାହ ମିଳିବା, ସମାଜରେ ଆପଣଙ୍କ ମାନ ସମ୍ମାନ ମଧ୍ୟ ବଢିବା ଆଜି ଦେଖାଦେବ। ଆଜି ଆପଣଙ୍କ ପ୍ରାୟତଃ ଯୋଉ ସାଥୀ ଅଛନ୍ତି ବା ଆପଣଙ୍କ ଯୋଉ ବିଶେଷ କରିକି ମ୍ୟାରେଡ୍ ଲାଇଫରେ ମଧ୍ୟ ଆଜି ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବ। ସନ୍ଧ୍ୟା ପରେ ଦ୍ୱିତୀୟ ଚନ୍ଦ୍ର ହେବାରୁ ଆର୍ଥିକ ଯୋଜନା ଆପଣଙ୍କ ପ୍ରାୟତଃ ସଫଳ ହବ। ଏହି ସମୟରେ ଆପଣଙ୍କୁ କୌଣସି ପ୍ରକାର ଶୁଭ ଖବର ମିଳିବା, ପରିବାରରେ ଆପଣଙ୍କ ପ୍ରାୟତଃ ଭଲ ପରିବେଶ ସୃଷ୍ଟି ହେବା ଏସବୁ ଜିନିଷ ଆପଣ ଦେଖାଦିଏ। ଏବଂ ସନ୍ଧ୍ୟା ପରେ ଯେହେତୁ ଦ୍ୱିତୀୟ ଭାବରେ ଚନ୍ଦ୍ର ଯିବେ ମଧ୍ୟ ପରିବାର ସାରା ଆପଣ କୌଣସି ଜାଗାକୁ ଧାର୍ମିକ ସ୍ଥାନକୁ ବୁଲିଯିବା କିମ୍ବା ଧାର୍ମିକ ସ୍ଥାନକୁ ବୁଲିଯିବା ପାଇଁ ମଧ୍ୟ ଆପଣ ପ୍ଲାନିଂ କରିପାରନ୍ତି। ମନ୍ଦିର ଦର୍ଶନ କରିବା ଏସବୁ ଜିନିଷ ମଧ୍ୟ ଆଜି ଆପଣଙ୍କ ଭାଗ୍ୟରେ ଅଛି ଏବଂ ପ୍ରାୟତଃ ଆପଣ ଏସବୁ କରିବା ପାଇଁ କି ମଧ୍ୟ ଚେଷ୍ଟା କରିବେ। ସିଂହ ରାଶି ଦେଖନ୍ତୁ, ଆପଣଙ୍କର ଦ୍ୱାଦଶ ଭାବେ ଚନ୍ଦ୍ର ଯେହେତୁ ଅଛନ୍ତି ଆପଣଙ୍କୁ ପ୍ରାୟତଃ ଦିନ ସାରା ଟିକେ କ୍ଳାନ୍ତି ଲାଗିବ, ଅନାବଶ୍ୟକ ଆପଣଙ୍କ ଖର୍ଚ୍ଚ ହବ। ପ୍ରାୟତଃ ଆପଣ ଦେଖିବେ କି ଆପଣଙ୍କ ମାନସିକ ଅବସ୍ଥା ଏତେଟା ଆପଣଙ୍କୁ ଭଲ ଲାଗିବନି କି ମୁଁ କିଛି କରିବା ପାଇଁ ଚାହୁଁଛି କରିପାରୁନି ବା କିଛି କହିବା ପାଇଁ ଚାହୁଁଛି କହିପାରୁନାହିଁ କିମ୍ବା ମନ ଭିତରେ ଆପଣଙ୍କୁ ଅନେକ ପ୍ରଶ୍ନ ରହିଛି ତାର ଉତ୍ତର ଆପଣ ପାଇପାରୁନାହାନ୍ତି। ତ ଏସବୁ ବି ଆଜି ଦିନ ସାରା ଆପଣ ଲାଗି ରହିବ। ଯେହେତୁ ଦ୍ୱାଦଶ ଭାବେ ଚନ୍ଦ୍ର ଅଛନ୍ତି, ଆପଣଙ୍କ ଗୁପ୍ତ ଶତ୍ରୁ କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ପ୍ରାୟତଃ ଏତେଟା ଭଲ ରେଜଲ୍ଟ ଆଜି ଦିନ ସାରା ମିଳିବ ନାହିଁ। ଯାତ୍ରା ସମୟରେ ମଧ୍ୟ ଟିକେ ସତର୍କତା ଆପଣ ଅବଲମ୍ବନ କରନ୍ତୁ। କିନ୍ତୁ ସନ୍ଧ୍ୟା ପରେ ଯେହେତୁ ଆପଣଙ୍କ ରାଶିକୁ ଚନ୍ଦ୍ର ବା ଲଗ୍ନ ଭାବକୁ ଚନ୍ଦ୍ର ଆସିବେ ତ ବିଶେଷ କରିକି ଆପଣ ଦେଖିବେ କି ଆପଣଙ୍କ ଯାହାବି ପ୍ରୋବ୍ଲେମ ଥିଲା, ଯାହାବି ଆପଣଙ୍କ ଯୋଉ ମାନସିକ ପ୍ରୋବ୍ଲେମ ଥିଲା ଏସବୁ ଦେଖିବେ ଆପଣଙ୍କ ସନ୍ଧ୍ୟା ପରେ ଦୂରୀଭୂତ ହବ। ମାନସିକ ଚିନ୍ତା ଅଶାନ୍ତି ଯାହାବି ଥିଲା ଏସବୁ ଆପଣଙ୍କ ପାଇଁ ରହିବ ନାହିଁ। ଆପଣଙ୍କ ନୂତନ ଉତ୍ସାହ, ନୂତନ ଶକ୍ତି ଏସବୁ ଜିନିଷ ଆପଣଙ୍କ ଆସିବ। ପ୍ରାୟତଃ ମନ ପ୍ରଫୁଲ୍ଲ ରହିବ ଏବଂ କିଛି ନୂତନ କରିବା ବା କିଛି ନୂଆ କରିକି କିଛି ଷ୍ଟାର୍ଟ କରିବା ଏସବୁ ଜିନିଷ ଆପଣ ଚିନ୍ତା କରିବେ କି ମୁଁ ନୂତନ ଭାବେ କିଛି କରିବି ବା ନୂତନ ଭାବେ ନିଜ ଲାଇଫକୁ ଗଢିବି, ଏସବୁ ଜିନିଷ ଆପଣଙ୍କ ଧାରଣା ଆସିବାର ସମ୍ଭାବନା ଆପଣଙ୍କୁ ଅଛି। କନ୍ୟା ରାଶି ଦେଖନ୍ତୁ, ଏକାଦଶ ଭାବେ ଚନ୍ଦ୍ରଙ୍କ ସ୍ଥିତି ଅଛି, ତେଣୁ ଆୟ ବୃଦ୍ଧି ହେବ। ଯାହାବି ପୁରୁଣା ବିନିଯୋଗ ଥିଲା ସେଥିରେ ଲାଭ ଆପଣଙ୍କୁ ମିଳିବ। ବରିଷ୍ଠ ଭାବେ ବା ବରିଷ୍ଠ ଅଧିକାରୀ କିମ୍ବା ଆପଣଙ୍କ ଯୋଉ ବନ୍ଧୁମାନେ ଅଛନ୍ତି ତାଙ୍କ ସାହାଯ୍ୟ ଆପଣଙ୍କୁ ମିଳିବ। ଆଜି ପ୍ରାୟତଃ ଆପଣ ଦେଖିବେ କି ଆପଣଙ୍କ ସାଙ୍ଗସାଥୀଙ୍କ ଫୋନ ଆସିବା, ସାଙ୍ଗସାଥୀ ମାନଙ୍କୁ ବୁଲିଯିବା ଏବଂ ଆପଣ ରିଲେଟିଭ୍ସ ଯୋଉମାନେ ଅଛନ୍ତି ରିଲେଟିଭ୍ସ ମାନଙ୍କ ଘରକୁ ବୁଲିଯିବା, ରିଲେଟିଭ୍ସ ଦ୍ୱାରା କିଛି ସମୟ ଅତିବାହିତ କରିବା ଏସବୁ ଜିନିଷ ଆପଣଙ୍କ ଦିନ ସାରା ଦେଖାଦେବ। ଏବଂ ସନ୍ଧ୍ୟା ପରେ ଯେହେତୁ ଦ୍ୱାଦଶ ଭାବକୁ ଚନ୍ଦ୍ରଗୋଚ କରିବେ ପ୍ରାୟତଃ ଦେଖିବେ କି ଆପଣଙ୍କୁ ରାତିରେ ଟିକେ ନିଦ ନ ହବା, ମାନସିକ ଟିକେ ଆପଣ କୌଣସି କଥାକୁ ନେଇକି ଆପଣ ପ୍ରାୟତଃ ମନ ଖରାପ ହବା ଏସବୁ ଜିନିଷ ଦେଖା ଦେଇପାରେ। ଏବଂ ବିଶେଷ କରିକି ବିବାଦ ବା କୌଣସି ଯଦି ଆପଣଙ୍କୁ ଏମିତି ସିଚୁଏସନ ଆସୁଛି ତ ପ୍ରାୟତଃ ତାକୁ ଆଭଏଡ କରନ୍ତୁ। ଅଯଥା ଖର୍ଚ୍ଚ ହବାର ଯୋଗ ମଧ୍ୟ ଅଛି ସନ୍ଧ୍ୟା ପରେ, ତ ଖର୍ଚ୍ଚକୁ ଯଦି ଆପଣ ଏଡେଇ ପାରିବେ ଏଡେଇ ଦିଅନ୍ତୁ। ପ୍ରାୟତଃ 16 ତାରିଖ ଏବଂ 17 ତାରିଖ ମଧ୍ୟ ପ୍ରାୟ ଏହି ସମସ୍ୟା ଦେଖାଦେବ କି ଆପଣଙ୍କ ଖର୍ଚ୍ଚାନ୍ତ ହବା, ମନ ଆପଣଙ୍କ ଟିକେ ଅଶାନ୍ତ ହବା ଏସବୁ ଜିନିଷ ମଧ୍ୟ ଆପଣଙ୍କ ଦେଖାଦେବ। କିନ୍ତୁ ଦିନ ସାରା ଆପଣଙ୍କୁ ଭଲ ରେଜଲ୍ଟ ଆସିବ। ତୁଳା ରାଶି ଦେଖନ୍ତୁ, ତୁଳା ରାଶି ଆପଣଙ୍କ ଦଶମ ଭାବେ ଆପଣଙ୍କ ଯେହେତୁ ଚନ୍ଦ୍ରଙ୍କ ପ୍ରଭାବ ଅଛି ତ ଦଶମ ଭାବେ ଚନ୍ଦ୍ର ପ୍ରଭାବରୁ ଆପଣଙ୍କ କର୍ମ କ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ। କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। କର୍ମ ରିଲେଟେଡ ବା କାମକୁ ନେଇକି ଆଜି ଆପଣ କୌଣସି ଟ୍ରାଭେଲ କରିପାରନ୍ତି ଏବଂ ବିଶେଷ କରିକି ଆଜି ଆପଣଙ୍କୁ ସମାଜରେ ସମ୍ମାନ ମିଳିବା,
ପିତା ମାତାଙ୍କ ସାହାଯ୍ୟ ମିଳିବା ଏସବୁ ଜିନିଷ ଦେଖାଦେବ। ଯେହେତୁ ଦଶମ ଭାବୀ ଚନ୍ଦ୍ର ମଧ୍ୟ ଅଛନ୍ତି, ପ୍ରାୟତଃ ଆଜି ଦେଖିବେ କି ଆପଣଙ୍କ ଘରେ ବା ଆପଣଙ୍କ ଘର ରିଲେଟେଡ୍ କୌଣସି ଫିଲ୍ଡରେ ମଧ୍ୟ ଆପଣ କିଛି ଡିସ୍କସ୍ କରିପାରନ୍ତି। ସେଥିରେ କିଛି ନୂଆ ଆପଣ ଘର ପାଇଁ କରିବା ପାଇଁ ମଧ୍ୟ ଚେଷ୍ଟା କରିପାରନ୍ତି। ମାତାଙ୍କ ପାଇଁ କି ମଧ୍ୟ ଆଜି ଆପଣ କିଛି କରିବା ପାଇଁ କି ଆପଣଙ୍କ ମନରେ ଇଚ୍ଛା ହବ କି ମାଙ୍କ ପାଇଁ ଆଜି କିଛି ନୂତନ କରିବେ ବା କିଛି କରିବା ପାଇଁ କି ଆପଣଙ୍କୁ ଇଣ୍ଟରେଷ୍ଟ ଡେଭଲପ ହବ। ସନ୍ଧ୍ୟା ପରେ ଯେହେତୁ ଏକାଦଶ ଭାବ ଆୟ ଭାବକୁ ଆପଣଙ୍କ ଚନ୍ଦ୍ର ଯିବେ, ତ ବିଶେଷ କରିକି ଆପଣଙ୍କୁ ଯୋଉ ଆର୍ଥିକ ଉନ୍ନତି ଥିଲା, ଆର୍ଥିକ ଉନ୍ନତି ଆପଣଙ୍କୁ ଭଲ ହବ। ଯୋଉମାନେ ଆପଣଙ୍କ ଫ୍ରେଣ୍ଡ ସର୍କଲ ଅଛନ୍ତି, ଆପଣଙ୍କ ରିଲେଟିଭ ଅଛନ୍ତି, ତାଙ୍କ ଘରକୁ ବୁଲି ଯିବା ଏବଂ ଆପଣଙ୍କ କୌଣସି କାମ ହେଇପାରୁନଥିଲା ବା ଯୋଉ କାମ ଆପଣଙ୍କ ଇଚ୍ଛା ପ୍ରକାଶ ଥିଲା, ସେ କାମ ଆପଣଙ୍କ ଇଚ୍ଛା ଆପଣଙ୍କୁ ପୂରଣ ହବା ଏସବୁ ଜିନିଷ ଆପଣ ଦେଖିବାକୁ ପାଇବେ। ବିଚାର ରାଶି ଦେଖନ୍ତୁ, ଆପଣଙ୍କ ନବମ ଭାବେ ଆପଣଙ୍କ ଚନ୍ଦ୍ର ବୃହସ୍ପତି ଯୋଗ ଅଛି, ତେଣୁ ଆପଣଙ୍କୁ ସବୁ କାମରେ ପ୍ରାୟତଃ ଆପଣ ଦେଖିବେ 1 ଦିନ 2 ଦିନ ହେଲା ଆପଣଙ୍କୁ ସବୁ ସହଯୋଗ ମିଳୁଛି। ଆପଣଙ୍କ କାମ ଠିକ ଭାବରେ ହେଇଯାଉଛି ଏବଂ ଆଜି ଦିନ ସାରା ଆପଣ ଦେଖିବେ ଆପଣଙ୍କ ଦେବଦର୍ଶନ ଧାର୍ମିକ ଯାତ୍ରାର ଯୋଗ ଆପଣଙ୍କ ଅଛି। ଭାଗ୍ୟର ଆପଣଙ୍କ ସମ୍ପୂର୍ଣ୍ଣ ସାଥ ମିଳିବ। ଆଜି ଆପଣ ପ୍ରାୟତଃ ଧାର୍ମିକ ଚର୍ଚ୍ଚା, ଧାର୍ମିକ ଆଲୋଚନା ଏସବୁ ଜିନିଷ କରିବେ। ବାପାଙ୍କ ସହିତ ଭଲ ସମ୍ପର୍କ ହବ। ପ୍ରାୟତଃ ଦେଖିବେ କି ଆଜି ଆପଣଙ୍କ ବାପାଙ୍କ ସହିତ କୌଣସି ଜାଗାକୁ ବୁଲିଯିବା, ଦର୍ଶନ ପାଇଁକି ଯିବା ବା ଆପଣଙ୍କୁ ପ୍ରାୟତଃ ଦେଖିବେ କି ଧାର୍ମିକ ସ୍ଥାନକୁ ମଧ୍ୟ ଯୋଗ ଆପଣଙ୍କ ଅଛି। ସନ୍ଧ୍ୟା ପରେ ଆପଣଙ୍କ ଯେହେତୁ ଦଶମ ସ୍ଥାନକୁ ଆପଣଙ୍କୁ ଚନ୍ଦ୍ର ଗତି କରିବେ, ତ କର୍ମ କ୍ଷେତ୍ରରେ ପ୍ରାୟତଃ ଆପଣଙ୍କୁ ନୂତନ ବା ପ୍ରଭାବଶାଳୀ ଦାୟିତ୍ୱ ମିଳିବାର ଶୁଭ ସୂଚନା ମିଳିବ। ସରକାରୀ ସ୍ତରରୁ ମଧ୍ୟ ଯେ ଆପଣଙ୍କୁ ଲାଭ ମିଳିବ। ଯେହେତୁ ସନ୍ଧ୍ୟା ପରେ ଆପଣଙ୍କୁ ଚନ୍ଦ୍ର ହେବେ, ତ ପ୍ରାୟତଃ ଆପଣ ଦେଖିବେ 17 ତାରିଖ ମଧ୍ୟ ଆପଣଙ୍କୁ ଭଲ ରେଜଲ୍ଟ ଆସିବାର ସମ୍ଭାବନା ଅଛି। ତେଣୁ ଆଜି ଦିନଟି ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବ ବିଛା ରାଶି ପାଇଁକି। ଧନୁ ରାଶି ଦେଖନ୍ତୁ, ଅଷ୍ଟମ ଭାବେ ଚନ୍ଦ୍ର ଥିବାରୁ ଟିକେ ଶାରୀରିକ ଦୁର୍ବଳତା ଦେଖାଯିବ। ପ୍ରାୟତଃ ଦେଖିବେ କି ଅକସ୍ମାତ ଆପଣଙ୍କୁ ପ୍ରାୟତଃ କିଛି ସମସ୍ୟା ଆସିବା, ଗାଡି ଚଳେଇଲା ବେଳେ ବା କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଯଦି ଆପଣ ଆଜି ଡିସିସନ ନଉଛନ୍ତି, ସେଥିରେ ଆପଣ ଟିକେ ସତର୍କ ରୁହନ୍ତୁ। ଆଜି ଟିକେ ଅଯଥା ଖର୍ଚ୍ଚ ହବାର ଯୋଗ ମଧ୍ୟ ଅଛି। ଖର୍ଚ୍ଚ କିଛି ମାତ୍ରାରେ ହେଇପାରେ ଏବଂ ପ୍ରାୟତଃ ଦେଖିବେ କି ଯୋଉ ଜିନିଷ ବା ଯାହାକୁ ନେଇକି ଆପଣ ପ୍ଲାନିଂ କିଛି କରିନଥିଲେ, ସେଇଭଳିଆ ସିଚୁଏସନ ଆପଣଙ୍କ ହେଉଛି କିମ୍ବା ସେଇଭଳିଆ ସିଚୁଏସନରେ ଆପଣଙ୍କ ହଠାତ୍ କୌଣସି ଏକ୍ସପେଣ୍ଡିଚର ହେଇଯିବା ଏସବୁ ଦେଖା ଦେଇପାରେ। ଏବଂ ଯେହେତୁ ଆପଣଙ୍କ ସନ୍ଧ୍ୟା ପରେ ନବମ ଚନ୍ଦ୍ର ହେବେ, ତ ସନ୍ଧ୍ୟା ପରେ ଆପଣଙ୍କୁ ଭଲ ଭାବେ ବା ପ୍ରାୟତଃ ଯାହାବି ଆପଣଙ୍କ ଅସୁବିଧା ଥିଲା, ପ୍ରାୟତଃ ଅସୁବିଧା ଆପଣଙ୍କୁ ଠିକ ହେଇଯିବ। ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହବ। ନୂତନ ଆଶାର ଆପଣଙ୍କ ମାର୍ଗ ଦେଖାଦେବ ଏବଂ ବିଶେଷ କରିକି ସନ୍ଧ୍ୟା ପରଠାରୁ ଆପଣଙ୍କୁ ଭାଗ୍ୟ ସାଥ ଦେବ ବା କିଛି ଆପଣଙ୍କ ଯୋଉ ପ୍ରକାର ପ୍ରୋବ୍ଲେମ ଆପଣଙ୍କ ମନରେ ଥିଲା, ଦିନ ସାରା ଆପଣ ଟେନସନ ହଉଥିଲେ, ପ୍ରାୟ ସନ୍ଧ୍ୟା ପରେ ଦେଖିବେ ଏସବୁ ଦୂରୀଭୂତ ହେଇଯିବ ଏବଂ 17 ତାରିଖ ମଧ୍ୟ ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବ। ମକର ରାଶି ଦେଖନ୍ତୁ, ସପ୍ତମ ଭାବେ ଚନ୍ଦ୍ରଙ୍କ ଗୋଚର ହେତୁ ଦାମ୍ପତ୍ୟ ଜୀବନ ଆପଣଙ୍କ ସୁଖମୟ ରହିବ। ଜୀବନ ସାଥୀ ଆପଣଙ୍କ ସହଯୋଗ କରିବେ। ଏହି ସମୟରେ ପ୍ରାୟତଃ ପାର୍ଟନରସିପ ରିଲେଟେଡ ବିଜନେସ, କୌଣସି ବିଜନେସ ରିଲେଟେଡ ଆକ୍ଟିଭିଟି କରୁଛନ୍ତି, ଆପଣଙ୍କୁ ବହୁତ ଭଲ ରେଜଲ୍ଟ ଆସିବ ଏବଂ ବିଶେଷ କରିକି ଏହି ସମୟରେ ପ୍ରାୟ ଆଜି ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ଦିନ ସାରା କିଛି ନୂତନ କରିବା ପାଇଁ ଆପଣ ଚେଷ୍ଟା କରିବେ। ବିଶେଷ କରିକି ଆଜି ଦେଖିବେ କି ଆପଣଙ୍କୁ କୌଣସି ନା କୌଣସି ମାତ୍ରାର କିଛି ଲାଭ ମିଳିବା, ସୋସିଆଲ ମିଡିଆରେ ଆପଣଙ୍କୁ ଭଲ ରେଜଲ୍ଟ ଆସିବା ଏସବୁ ମଧ୍ୟ ଦେଖାଦେବ। ସନ୍ଧ୍ୟା ପରେ କିନ୍ତୁ ଆପଣଙ୍କୁ ଟିକେ ସତର୍କ ଅବଲମ୍ବନ କରିବାକୁ ପଡିବ, କାରଣ ଅଷ୍ଟମ ଚନ୍ଦ୍ର ହେବେ। କୌଣସି ଜିନିଷ ବା ଯାହାବି କିଛି କରୁଛନ୍ତି, ଜୋସରେ ଆସିକି ପ୍ରାୟ ଓଭର କନଫିଡେନ୍ସ ହୁଅନ୍ତୁ ନାହିଁ ଏବଂ ଯେହେତୁ ଚନ୍ଦ୍ର ଆପଣଙ୍କ ଅଷ୍ଟମ ଭାବରେ ଗତି କରିବେ ସନ୍ଧ୍ୟା ପରେ, ଟିକେ ଆପଣ ଧ୍ୟାନ ରଖନ୍ତୁ। ଯାହାବି ଆପଣଙ୍କର ଯୋଉ ଫାଇନାନ୍ସିଆଲ ଡିସିସନ ନଉଛନ୍ତି ସନ୍ଧ୍ୟା ପରେ, ଫାଇନାନ୍ସିଆଲ ଡିସିସନ କୁ ଠିକ ଭାବରେ ନିଅନ୍ତୁ। ଗାଡି ଚଲେଇଲା ବେଳେ ମଧ୍ୟ ଟିକେ ଆପଣ ପ୍ରାୟତଃ ଧ୍ୟାନ ରଖିକି ଗାଡି ଚଲାନ୍ତୁ। ବିଳମ୍ବିତ ରାତିରେ କୌଣସି ଯଦି ଆପଣଙ୍କୁ ଏମିତି ପରିସ୍ଥିତି ଆସେ, ସ୍ୱାସ୍ଥ୍ୟ ସମସ୍ୟା ଆସେ କିମ୍ବା କୌଣସି ମାନସିକ ଯଦି କୌଣସି ପ୍ରୋବ୍ଲେମ ଆସେ, ତ ବିଶେଷ କରିକି ତାର ଧ୍ୟାନ ଦିଅନ୍ତୁ। ଯେ ଏହି ସମୟରେ ପ୍ରାୟ ଆପଣଙ୍କ ଅଷ୍ଟମ ଚନ୍ଦ୍ର ହେତୁ ରାଗ ବା ମନ ଭିତରେ କ୍ରୋଧ ହେବା ବା ଏସବୁ ଜିନିଷ ହବା ସମ୍ଭାବନା ଅଛି, କାରଣ ଆପଣଙ୍କ ମଙ୍ଗଳଙ୍କର ମଧ୍ୟ ଡାଇରେକ୍ଟ ଯୋଉ ଆପଣଙ୍କର ବିଶେଷ କରିକି ଆପଣଙ୍କର ଦୃଷ୍ଟି ରହିବ। ତ ବିଶେଷ କରିକି ଆପଣ ଦେଖିବେ କି ପ୍ରାୟତଃ ମନ ମଧ୍ୟରେ ସନ୍ଧ୍ୟା ପରେ ଟିକେ କ୍ରୋଧ ଆସିବା ଏସବୁ ଜିନିଷ ହେଇପାରେ। କୁମ୍ଭ ରାଶି ଦେଖନ୍ତୁ, ଷଷ୍ଠ ଭାବେ ଆପଣଙ୍କ ଚନ୍ଦ୍ର ଗତି କରୁଛନ୍ତି, ତେଣୁ ଏହି ସମୟରେ ପ୍ରାୟତଃ ଆପଣଙ୍କ ଯୋଉ ବିରୋଧୀ ମାନେ ଅଛନ୍ତି ସେମାନେ ପରାସ୍ତ ହେବେ। ଯୋଉ ପୁରୁଣା ରୋଗ କିମ୍ବା ଋଣ ଅଛି, ସେଥିରୁ ମୁକ୍ତି ମିଳିବାର ଆପଣଙ୍କୁ ବାଟ ମିଳିବ। ଷଷ୍ଠ ଚନ୍ଦ୍ର ହେତୁ ପ୍ରାୟତଃ ଦେଖିବେ ଆପଣ କର୍ମ କ୍ଷେତ୍ରରେ ପ୍ରାୟତଃ ଆପଣଙ୍କୁ ଭଲ ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ଷଷ୍ଠ ଚନ୍ଦ୍ର ହେତୁ ମଧ୍ୟ ଆପଣଙ୍କୁ ଦେଖିବେ କି ଆପଣଙ୍କ କିଛିଟା ଫାଇନାନ୍ସିଆଲ ଖର୍ଚ୍ଚ ଯୋଉ ଡିସିସନ ଆପଣ ନଉଛନ୍ତି, ସେଥିରେ ମଧ୍ୟ କିଛି ଆପଣଙ୍କୁ ଭଲ ରେଜଲ୍ଟ ଆସିବାର ସମ୍ଭାବନା ଅଛି ଏବଂ କିଛି ଖର୍ଚ୍ଚାନ୍ତ ହବାର ଯୋଗ ମଧ୍ୟ ଅଛି। ତ ବିଶେଷ କରିକି ଦିନ ସାରା ଟିକେ ଯଦି ଆପଣ କୌଣସି
कोनोसी फाइनेंशियल मैटर रे किछि डील करूछन्ती तो विशेष आपण ध्यान रखंतु कि आपणकर फाइनेंशियल मैटर को जेमति ठीक भाबरे सतर्कता भाबरे आपण करिवे। संध्या परे आपण सप्तम चंद्र हबो तो सप्तम चंद्र हेतु प्राय तो देखिबे आपणक दाम्पत्य जीवन रे मधुरता आसीबो। जहां भी आपणक अशांति थिला अशांति दूर हबो। जो परिवार रे आपणक समस्या भी जदि किछि थिला मनोमालिन्यता थिला तो प्राय तो देखिबे कि आपणक सब दूरीभूत हबो एवं विशेष 17 तारिख मध्ये देखिबे कि आपणक व्यवसाय लाभ मिलिबा व्यवसाय आपणक भल रिजल्ट अछि सब जिंस मध्ये आपणक प्राय तो देखिबा मिलिबो। मीन राशि देखंतु पंचम भावे चंद्र बृहस्पति जेहेतु ज्योति अछि तो विशेष ए समय छात्र छात्री माननकु भल फल मिलिबा। पंचम भावे आपणक चंद्र बृहस्पति योग जोगु विशेष करके आपन क्रिएटिव फील्ड रे आपन भल रिजल्ट आसीबा। रचनात्मक चिंताधारा आपन आसीबो। म्यूजिक मूवी किंबा आर्ट ए सब फील्ड रे आपन इच्छा डेवलप हो। मूवी देखिया पे कि आपन जीवा पे प्लानिंग करि पारंती एवं विशेष करके आपन कोनसी म्यूजिक सुनिबा किछि ओल्ड रेट्रो म्यूजिक सुनिबा ए सब पे कि मध्ये आज आपन को मन हबो। जदि आपन कोनसी प्रकार निवेश करूछंती तो निवेश रो मध्ये आज आपन को लाभ मिलिबा संभावना देखा देबो। संध्या पर षष्ठ चंद्र हेतु विशेष करके आपन को दैनंदिन कार्य को नेकी आपन चिंता करि पारंती कि किछि आपन सेतर चेंज करबा दैनंदिन जीवन रे आपन को परिवर्तन आसीबा एवं सर्विस रिलेटेड बा आपन को काम को नेकी मध्ये आज आपन किछि प्लानिंग करबा ए सब जिंस हबो। प्राय तो 17 तारिख मध्ये किछि आपन को ट्रैवल रिलेटेड एक्टिविटी करबा को मध्ये पड़ी पारे। जो माने शत्रु आपन छंती शत्रु माने प्राय तो भी मध्ये तांको द्वारा आपन को मध्ये किछि उन्नति आपन को हबो। कोनसे परिवर्तन हबो नाही। वर्तमान आपन शनि 7.5 आपन भी चली तो विशेष करके समय प्राय आपण मंदिर दर्शन करंतु शिवलिंग रे आपण जल अर्पण करंतु एवं मेडिटेशन ध्यान मध्ये आपण करंतु। या पे आपण बहुत भलो रेमेडी आपण को देखा देबो। आज दिनटी आपण को बहुत भलो भाबे कटिबो एवं ये थिले आपण को 12टी राशि रे राशिफल। यदि आपण को राशिफल भल लागुची तो निहाती भाबरे हमकु सब्सक्राइब करियंतु। आपण को फ्रेंड्स सर्कल मध्ये एको शेयर करिया पे भूलंतु नाही। धन्यवाद। नमस्कार। जय जगन्नाथ।